प्रभु आम प्रत्येकଙ୍କ ଜୀବନରେ ତାଙ୍କର ଯୋଜନା ଅନୁଯାୟୀ ଗୋଟେ ଗୋଟେ ରୋଲ ଦେଇଛନ୍ତି ଆଉ ସେଟା ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ସେ ଆମକୁ ପ୍ରତି ପଦକ୍ଷେପରେ କଢାଇ ନେଉଛନ୍ତି। ସେଥିପାଇଁ ତାଙ୍କ ମହାନାମର ଗୌରବ ହଉ ଆଉ ତାଙ୍କର ଦୟା ଆଉ କରୁଣା ଯେ ଆମ ନିମନ୍ତେ କେବେ ଉଣା ପଡିନି ସେଥିପାଇଁ ମଧ୍ୟ ଧନ୍ୟବାଦ ଦିଏ। ଆଉ ଏଇ ସମୟରେ ଆମେ ବାକ୍ୟ ମଧ୍ୟକୁ ଯିବା। ଆଉ ଦୁଇଟି ପଦ ବିଶେଷ କରି ଆପଣ ମାନଙ୍କର ଧ୍ୟାନ ଆକର୍ଷଣ କରିବାକୁ ଚାହିଁବି। ଗୋଟିଏ ଆପଣ ମାନେ ସମସ୍ତେ ପାଇବାକୁ ପାରିବେ ଆଦି ପୁସ୍ତକ ତାର 19 ଅଧ୍ୟାୟ 17 ପଦଟି ଏବଂ ଦ୍ୱିତୀୟଟି ହେଉଛି ଲୁକ ତାର 17 ଅଧ୍ୟାୟ 32 ପଦ। ଏଠାରେ ଏପରି ଲେଖାଯାଏ ଆଦି ପୁସ୍ତକ ତାର 19 ଅଧ୍ୟାୟ 17 ପଦରେ ଏହି ରୂପେ ସେମାନଙ୍କୁ ବାହାର କରି ଆଣିଲା ଉତ୍ତାରେ ସେମାନଙ୍କ ମଧ୍ୟରୁ ଜଣେ ଲୋଟ କହିଲା, ପ୍ରାଣ ରକ୍ଷା ନିମନ୍ତେ ପଳାଅ, ପଛ ଆଡ଼କୁ ଦୃଷ୍ଟି କର ନାହିଁ ଓ ଏହି ସମସ୍ତ ପ୍ରାନ୍ତର ମଧ୍ୟରେ ହିଁ ରୁହ ନାହିଁ, ପର୍ବତକୁ ପଳାଇ ଯାଅ, ନୋହିଲେ ବିନଷ୍ଟ ହେବ। ଆଉ ଦ୍ୱିତୀୟ ଅଂଶଟି ଆପଣ ମାନେ ପାଇବେ ଲୁକ ତାର 17 ଅଧ୍ୟାୟ 32 ପଦ। ଆଉ ସେଠାରେ ଏପରି ଲେଖାଯାଏ, ଲୋଟଙ୍କ ସ୍ତ୍ରୀର କଥା ସ୍ମରଣ କର। ପ୍ରଭୁ ଏହି ପଠିତ ଅଂଶ ଉପରେ ଆଶୀର୍ବାଦ କରନ୍ତୁ। ଏହା ଈଶ୍ୱରଙ୍କର ଜୀବନ୍ତ ଏବଂ ଜୀବନଦାୟକ ବାକ୍ୟ ଆମ ସମସ୍ତଙ୍କୁ ୟାର ଗୂଢ ତତ୍ଵ ଆଉ ପ୍ରଭୁ ଆମକୁ କଣ କହିବାକୁ ଚାହାନ୍ତି ଏଇ ସମୟରେ ସେଥିରେ କଢାଇ ନିଅନ୍ତୁ ଆଉ ବୁଝିପାରିବାକୁ ଆଉ ଜୀବନରେ ତାହା କାର୍ଯ୍ୟକାରୀ କରିପାରିବାକୁ ଆଶୀର୍ବାଦ କରନ୍ତୁ। ଆମେନ୍। ଆମେ ପ୍ରଭୁଙ୍କର ମହାନ ଅନୁଗ୍ରହରୁ ଏ ନୂତନ ବର୍ଷର 2026ର ପ୍ରଥମ ମାସର ଆଜି ହେଉଛି 19ତମ ଦିନ। ଆଉ ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରିଛନ୍ତି। ଗୋଟେ ବର୍ଷ ଯାହାକି 2025 ଥିଲା, ଆମେ ସମସ୍ତେ ତାକୁ ବି ଗୋଟେ ଦିନ ଏଇପରିକା ସ୍ୱାଗତ କରିଥିଲୁ। ନୂତନ ଆକାଂକ୍ଷାରେ, ଆଶାରେ, ଆନନ୍ଦରେ ସେଲିବ୍ରେଟ ମଧ୍ୟ କରିଥିଲୁ ଆଉ ଅନେକ ପ୍ରକାରେ ଏ ସୁନ୍ଦର ବିଷୟକୁ ଗ୍ରହଣ କରିଥିଲୁ। ମାତ୍ର ତାହା ବି ଗୋଟେ ସମୟ ଆସିଲା ଯେତେବେଳେ ଡିସେମ୍ବର 31 ହେଇଗଲା ଏବଂ ସେଇ 2025 ସାଲ ସରିଗଲା। ଆଉ ଏଇ ପ୍ରକାର ବର୍ଷ ପରେ ବର୍ଷ, ଦିନ ପରେ ଦିନ ଆଉ ସୁଯୋଗ ପରେ ସୁଯୋଗ ଆମ ଜୀବନରେ ଆସୁଛି ଏବଂ ଚାଲି ଯାଉଛି। ଆମର ଯେତେ ଦିନକୁ ଦିନ ବୟସ ବଢୁଛି, ସମୟ ଗଡୁଛି, ଆମ ହାତରେ ହୁଏତ ସୁଯୋଗ କିମ୍ବା ଆମର ସମୟଟା ମଧ୍ୟ କମି କମି ଯାଉଛି। କିନ୍ତୁ ଆମେ କଣ ଏ ବିଷୟକୁ ଗୁରୁତ୍ୱର ସହିତ କିମ୍ବା ଈଶ୍ୱରଙ୍କର ଏଇ ସୁଯୋଗ ଆମକୁ ଦେଇଥିବାରୁ କଣ ତା ପଛରେ ତାଙ୍କର ଅଭିପ୍ରାୟ ରହିଛି, କି ଯୋଜନା ରହିଛି, ଆମେ କେତେ ସେ ପ୍ରତି ସିରିୟସ ରହୁଛୁ ସେ ବିଷୟରେ ଟିକେ ଚିନ୍ତା କରିବା। ଆଉ ଯେମିତି ଆମର ପ୍ରଥମ ପାଠ୍ୟାଂଶଟି ଥିଲା ଆଦି ପୁସ୍ତକ ତାର ଗୋଟିଏ ମାତ୍ର ପଦ, ତାହା ଆପଣ ମାନେ ମଧ୍ୟ ଦେଖିଲେ, ଯାହାକି 19 ଅଧ୍ୟାୟର 27 ପଦ। ଏଠାରେ ଯାହାଙ୍କ ବିଷୟରେ ଲେଖାଯାଏ ସମସ୍ତେ ହୁଏତ ତାଙ୍କ ବିଷୟରେ ଜାଣିଥିବେ। ଅବ୍ରାହମଙ୍କର ପୁତ୍ରା ଆଉ ଲୋଟଙ୍କ ବିଷୟରେ ଆମେ ବହୁତ ଥର ବିଭିନ୍ନ ଭାବରେ କେତେ ଗୁଡିକ ଘଟଣା ଲେଖାଯାଇଛି ଆଦି ପୁସ୍ତକରେ। ମାତ୍ର ଯେତେବେଳେ ଆମେ ତାଙ୍କର ଜୀବନକୁ ଲକ୍ଷ୍ୟ କରୁ, ଆମେ ସମସ୍ତେ ଜାଣିଛୁ ତାଙ୍କର ଜୀବନଟା କିପରି ଥିଲା। ଆଉ ମାତ୍ର ଏଇ ଯୋଉ 17 ପଦ ଯେତେବେଳେ ଆମେ ଲକ୍ଷ୍ୟ କରୁ, ସେଠାରେ ବିଶେଷ କରି ତାଙ୍କ ପ୍ରଭୁ କେମିତି ତାଙ୍କୁ ଅବ୍ରାହମଙ୍କର ପ୍ରାର୍ଥନାର ଫଳ ହେଇଥାଇପାର କିମ୍ବା ପ୍ରଭୁ ଲୋଟଙ୍କ ଜୀବନ ପ୍ରତି ଆଉ ଏକ ସୁଯୋଗ, ତାଙ୍କ କେବଳ ଯେ ଲୋଟଙ୍କୁ ନୁହେଁ ମାତ୍ର ତାଙ୍କର ପ୍ରିୟଜନ, ତାଙ୍କର ପରିବାରକୁ ମଧ୍ୟ ଗୋଟେ ସୁଯୋଗ ଦେଇଛନ୍ତି। ଆଉ ଆମେ ଜାଣୁ ସଦମ ଗମରାର ସେଇ ସମୟର ପରିସ୍ଥିତି, ସେଟା ଈଶ୍ୱରଙ୍କ ଦୃଷ୍ଟିରେ ଗୋଟେ ଦଣ୍ଡ ପାଇବାର ସମୟ ଆସିଯାଇଥିଲା। ତାର ଗୋଟେ ଏପରି ସମୟ ଆସିଛି ଯେ ଆଉ କିଛି କ୍ଷଣ ବାକି ରହିଛି ଆଉ ତାପରେ ସେ ସ୍ଥାନକୁ ଈଶ୍ୱର ବିନଷ୍ଟ କରିବେ। ଆଉ ସେଠାରେ ରହୁଥିବା ପ୍ରତ୍ୟେକ ଜଣଙ୍କୁ ଯେ ସେ ଦଣ୍ଡର ଅଂଶୀ ହେବାକୁ ଯାଉଛନ୍ତି,
ସେଇଭଳିଆ ଗୋଟେ ପରିସ୍ଥିତି ଉପସ୍ଥିତ ହେଇଥିଲା। ମାତ୍ର ଆମେ ଦେଖୁଛୁ ଯେତେବେଳେ ଦୂତ 2 ଜଣ ଲୋଟଙ୍କୁ ଏଇ ସମ୍ବାଦ ସୁଯୋଗ ଦଉଛନ୍ତି ଯେ ତୁମେ ଯେତେ ଶୀଘ୍ର ହଉ ଏ ସ୍ଥାନରେ ନିଜର ଯୋଉମାନଙ୍କୁ ପ୍ରିୟ ମଣୁଛ ନେଇକି ତୁମେ ବାହାରି ଯାଅ। କାହିଁକିନା ଈଶ୍ୱରଙ୍କର କ୍ରୋଧ ଏଇ ସମୟରେ ଏଠାରେ ଦଣ୍ଡ ରୂପରେ ଢଳାଯିବ। ଆଉ ସେଇ ସମୟରେ ଆମେ ଯେତେବେଳେ ଦେଖୁଛୁ ସେଠାରେ ଦୂତ 4ଟି ବିଷୟ ତାଙ୍କୁ କହୁଛନ୍ତି। ଆଉ ସେ ସମୟରେ ଲୋଟଙ୍କ ପ୍ରତି ସେ ବିଷୟଟା ହୁଏତ ନିଶ୍ଚୟ ବହୁତ କଷ୍ଟକର ହେଇଥିବ, କାହିଁକିନା ନିଜର ରହିବା ସ୍ଥାନରୁ, ନିଜର କମ୍ଫର୍ଟ ଜୋନରୁ, ନିଜ ଘରରୁ ଆଉ ନିଜ ପରିବେଶରୁ ତାଙ୍କୁ ବାହାରି ଯିବାର ଗୋଟେ ଯେତେବେଳକୁ ନିର୍ଦ୍ଦେଶ ମିଳୁଛି, ସେ ବିଷୟ ପ୍ରତି ଲୋକଙ୍କର ଆମେ ଦେଖୁଛୁ ଏତେ ସିରିୟସନେସ୍ ନାହିଁ, କିମ୍ବା ସେ ଜିନିଷର ସେ ଗମ୍ଭୀରତାକୁ ସେ ବୁଝି ପାରୁନାହାନ୍ତି ହୁଏତ। କାହିଁକିନା ଯେତେବେଳେ ଆମେ 15 ପଦରେ ଦେଖୁଛୁ ସେ ସେଠି ଚଞ୍ଚଳ ବାହାରିବାକୁ କହୁଛନ୍ତି, ମାତ୍ର ସେ ସମୟ ନଷ୍ଟ କରି ଚାଲିଛନ୍ତି। ଆଉ ଗୋଟେ ପରିସ୍ଥିତି ଏମିତି ଆସିଛି, ସେ ଦୂତମାନେ ଲୋଟ ତାଙ୍କ ସ୍ତ୍ରୀ ତାଙ୍କର 2 ଝିଅଙ୍କ ହାତ ଧରି ସେ ସ୍ଥାନରୁ ଜଲ୍ଦି ଜଲ୍ଦି କଢେଇ ନେଇଛନ୍ତି। ଆଉ କଢେଇ ନେଇକି ତାଙ୍କୁ ଯେତେବେଳେ ସେ ନଗରରୁ ବାହାର କରି ଆଣିଛନ୍ତି, ସେଇ ସମୟରେ ଯେତେବେଳେ ଗୋଟେ ଉଦ୍ଧାର ପାଇଗଲା ପରେ ଗୋଟେ ପରିସ୍ଥିତି ଏମିତି ଆସିଛି, ସେ ଆଉ କିଛି ତାଙ୍କର ସୁରକ୍ଷା ଲାଗି, ତାଙ୍କ ଜୀବନ ଲାଗି, ତାଙ୍କର ଉତ୍ତମ ଭବିଷ୍ୟତ ଲାଗି ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କାହିଁକି ନା ଗୋଟେ ଜାଗାରୁ ବାହାର କରି ଯେତେବେଳେ ଆଣିଛନ୍ତି, ସେ ଗୋଟେ ନୂଆ ରୂପେ ମାନେ ତାଙ୍କୁ ସମ୍ପୂର୍ଣ୍ଣ ଭାବେ ସେ ସେଠାରୁ କାଢି ଆଣିଛନ୍ତି ସେମାନେ। ଆଉ ତାଙ୍କୁ ଗୋଟେ ନୂତନ ନିର୍ଦ୍ଦେଶାବଳୀ ବା ନୂତନ ଭାବରେ କିଛି ଉତ୍ତମ ବିଷୟ ଶିକ୍ଷା ଦଉଛନ୍ତି, ଯୋଉଟା କି ଲୋଟ ଆଉ ତାଙ୍କ ପରିବାର ନିମନ୍ତେ ଗୋଟେ ଆଶୀର୍ବାଦର କାରଣ ହେବ, ଗୋଟେ ସୁରକ୍ଷାର କାରଣ ହବ। ଆଉ ମାନେ ତାଙ୍କ ଲାଗି ଗୋଟେ ଉତ୍ତମ ବିଷୟ ସେ ତାଙ୍କୁ ସୁଯୋଗ ଦଉଛନ୍ତି, ଅଫର କରୁଛନ୍ତି, ନିର୍ଦ୍ଦେଶ ଦଉଛନ୍ତି। ମାତ୍ର ସେଇ ଯୋଉ 4ଟି ବିଷୟ ଆମେ 17 ପଦରେ ଦେଖୁ, ସେଠାରେ ଲେଖା ଯାଉଛି ଯେ ପ୍ରାଣ ରକ୍ଷା ନିମନ୍ତେ ପଳାଅ। ଦ୍ୱିତୀୟ ବିଷୟଟି ହଉଛି ପଛ ଆଡକୁ ଦୃଷ୍ଟି କର ନାହିଁ। ତୃତୀୟ ବିଷୟଟି ହଉଛି ଏ ସମସ୍ତ ପ୍ରାନ୍ତରରେ ମଧ୍ୟ ରୁହ ନାହିଁ। ଆଉ ଚତୁର୍ଥ ବିଷୟ ହଉଛି ପର୍ବତକୁ ପଳାଅ। ଆଉ ଶେଷରେ ସେ କହୁଛନ୍ତି ଯେ ନୋହିଲେ ବିନଷ୍ଟ ହେବ। ତ ଏଇ ସବୁ ଯେତେବେଳେ ସେମାନେ ତାଙ୍କୁ ନିର୍ଦ୍ଦେଶ ଦେଲା ବେଳେ ଅ, ଆମେ ଟିକେ ଚିନ୍ତା କରିବା ଲୋଟଙ୍କର ପରିବାର ବିଷୟରେ। ଲୋଟ ଅବ୍ରାହମଙ୍କର ପୁତୁରା ଥିଲେ, ତାଙ୍କର ଜୀବନ ଦ୍ଵାରା ଅନେକ ପରିମାଣରେ ସେ ଅନୁପ୍ରାଣିତ ମଧ୍ୟ ଥିବେ। ପ୍ରଭୁଙ୍କର ନିକଟରେ କିମ୍ବା ତାଙ୍କ ଦୃଶ୍ୟରେ ବାଇବଲ ଏପରି ଲେଖାଯାଏ ସେ ଜଣେ ଧାର୍ମିକ ବ୍ୟକ୍ତି ଥିଲେ। ମାତ୍ର ଯଦି ଆମେ ଚିନ୍ତା କରିବା ଜଣେ ପରିବାରର ନେତା କିମ୍ବା ଜଣେ ବ୍ୟକ୍ତିତ୍ୱ ହିସାବରେ ହୁଏତ ସେ ବହୁତ ଦୁର୍ବଳ ଥିଲେ। କାରଣ ଯେତେବେଳେ ଆମେ ଦେଖୁ ବାଇବଲରେ ତ କ୍ଲିୟରଲି କୋଉଠି ମେନସନ ହେଇନି, ଲେଖା ଯାଇନି ଯେ ତାଙ୍କ ସ୍ତ୍ରୀ କୋଉଠିକାର ଥିଲେ। ମାତ୍ର ଗୋଟେ ଶିକ୍ଷାରେ ମୁଁ ଗୋଟେ ଥର ଶୁଣୁଥିଲି ବିଲି ଗ୍ରାହାମଙ୍କର ଗୋଟେ ଶିକ୍ଷାରେ ଯେ ହୁଏତ ତାଙ୍କ ସ୍ତ୍ରୀ କିଣାଣୀ ଥିଲେ। ଆଉ ଆମେ ଏଇ ସମୟରେ ଚିନ୍ତା କରିବା ଯୋଉ ବିଷୟ ଗୁଡିକ ଈଶ୍ୱର ବହୁତ କ୍ଲିୟରଲି ସ୍ପଷ୍ଟ ରୂପେ ମନା କରିଥିଲେ, ଯୋଉ ବିଷୟ ଗୁଡାକ ସାଙ୍ଗେ ଆମେ ଜଡିତ ହେବା ନାହିଁ, ଆଉ ସେଇ ସବୁ ଛୋଟ ଛୋଟ ଦୁର୍ବଳତା ଲାଗି ସେ ନିଜ ଜୀବନରେ ସ୍ଥାନ ଦେଇଥିଲେ। ଆଉ ଯଦି ଆମେ ଦେଖିବା ଯେ ଲୋଟଙ୍କର ଜୀବନ ସେ ଗଣିତ ହେଇଛନ୍ତି ଧାର୍ମିକ ରୂପେ, ଅବ୍ରାହମଙ୍କର ଆଉ ପରମେଶ୍ୱରଙ୍କର ସମ୍ପର୍କର ପ୍ରଭାବ ତାଙ୍କ ଜୀବନରେ ମଧ୍ୟ ରହିଥିଲା। ଆଉ ଯାହାକି ଆମେ ଯଦି ଚିନ୍ତା କରିବା ତାଙ୍କ ସ୍ତ୍ରୀ ବି ସେଇ ସମସ୍ତ ବିଷୟ ଜାଣିଥିବେ, ଶୁଣିଥିବେ, ଦେଖିଥିବେ ଲୋଟଙ୍କର ବ୍ୟକ୍ତିଗତ ଜୀବନରେ ଯେ ପରମେଶ୍ୱରଙ୍କ ସାଙ୍ଗେ ତାଙ୍କର କି ପ୍ରକାର ସମ୍ପର୍କ, କିମ୍ବା ସେ କେଉଁ ପରିବାର କେଉଁ ପରିବେଶର ସହିତ ସମ୍ପର୍କ ରଖନ୍ତି, ବିଭିନ୍ନ ବିଷୟ। ମାତ୍ର ତାପରେ ଆଗାମୀ ସମୟରେ ଆମେ ଦେଖୁଛୁ ଗୋଟେ ପରିସ୍ଥିତି ଏପରି ଆସିଛି ଯେ ସେମାନେ ସଦମ ଗମରା ସଦମ ପରିକା ଗୋଟେ ପରିବେଶ, ଯାହାକି ଗୋଟେ ପାପର ପାପମୟ ପରିବେଶ କହିଲେ ଅତ୍ୟୁକ୍ତି ହବନି, ତାର ମଝିରେ ତା ଭିତରେ ରହିବା ତାଙ୍କର ମନୋନୟନ ରହିଛି। ତାହା ଆଉ ଏକ ଦୁର୍ବଳତାର ହୁଏତ ଆମେ ନିଷ୍ପତ୍ତି କହିପାରିବା। ସେ ଗୋଟେ ଉତ୍ତମ ପରିବେଶ କିମ୍ବା ଗୋଟେ ପ୍ରଭୁଙ୍କ ଦ୍ଵାରା ମନୋନୟନ କରାଯାଇଥିବା ଏକାକୀ ଜୀବନ ଠାରୁ
अ, ସେ ବେଟର ମଣିଛନ୍ତି। ଏଇଟା ଗୋଟେ ଉତ୍ତମ ବିଷୟ ଭାବିଛନ୍ତି ଯେ ହୁଏତ ପାପ ମଧ୍ୟରେ ବି ରହିବା ତାଙ୍କୁ କମ୍ ସେ କମ୍ ସେଟା ଗୋଟେ ପରିବେଶ, ଗୋଟେ ସାମାଜିକ ପରିସ୍ଥିତି କିମ୍ବା ତାଙ୍କୁ ସେଟା ଲୋଭନୀୟ ଲାଗିଛି ବୋଲି ଆମେ କହିପାରିବା। ଜାଗତିକ ଆକର୍ଷଣ ଥିଲା ସୋଦମ ପ୍ରତି ତାଙ୍କର। କାହିଁକିନା ସେ ଦେଖିଥିଲେ ତାହା ତାଙ୍କ ଆଖିକୁ ବି ଉତ୍ତମ ଲାଗିଥିଲା। ସେଟା ବହୁତ ସବୁଜ ଥିଲା, ବହୁତ ଭଲ ଲାଗିଥିଲା ତାକୁ। ତ ଆମେ ଯଦି ଦେଖିବା ଜାଗତିକ ରୂପେ ସେ ସମସ୍ତ ବିଷୟ ତାଙ୍କ ଚକ୍ଷୁକୁ ବହୁତ ଆକର୍ଷଣୀୟ, ଲୋଭନୀୟ ଲାଗିଥିଲା। ଅନେକ ପରିମାଣରେ ଯଦି କହିବା ତାହା ଏକ ପ୍ରଲୋଭନର ଜାଲ ହେଇଥିଲା ତାଙ୍କ ନିମନ୍ତେ। ଆଉ ସେଇ ସମସ୍ତ ଭିତରୁ ଯେତେବେଳେ ଈଶ୍ୱର ତାଙ୍କୁ ବାହାରି ଯିବାର ଆଉ ଏକ ସୁଯୋଗ ଦଉଛନ୍ତି। ହୁଏତ ତାଙ୍କ ଜୀବନରେ ପ୍ରଭୁଙ୍କର ଅନୁଭୂତି ଭିନ୍ନ ଥାଇପାରେ, କିନ୍ତୁ ଦୃଢ ହୁଏତ ନଥିଲା ସେ ସମୟ ଗୁଡିକରେ। ଆଉ ଗୋଟେ ପରିସ୍ଥିତି ଏମିତି ଆସିଛି ଯେତେବେଳେ ଦୂତ ନିଜେ ତାଙ୍କ ହାତ ଧରି କଢାଇ ଆଣିଛନ୍ତି, ସେ ଜାଗାରୁ ବାହାର କରିଦେଇଛନ୍ତି, କାହିଁକିନା ସେ ସୁରକ୍ଷିତ ହୁଅନ୍ତୁ ବୋଲି। ତାଙ୍କ ବିଶ୍ୱସ୍ତ ଦାସ ଯୋଉ ଅବ୍ରାହମ ନିବେଦନ କରିଥିଲେ, ପ୍ରଭୁ ତାର ଉତ୍ତର ରୂପେ ସେମାନଙ୍କୁ ସେ ସୁଯୋଗ ପ୍ରଦାନ କଲେ। ଆଉ ଏଇ ସମୟରେ ଆମେ ଗୋଟେ ବିଷୟ ଚିନ୍ତା କରିବା। ଆମ ପ୍ରତ୍ୟେକଙ୍କ ଜୀବନରେ ମଧ୍ୟ ପ୍ରଭୁ ସେଇ ପରିକା ବହୁତ ଥର ସୁଯୋଗ ଦେଇ ଆସୁଛନ୍ତି। ଆମ ସଙ୍ଗରେ ସେ ଇମାନୁଏଲ ହେଇକି ରହିଛନ୍ତି। ମାତ୍ର ଯେମିତି 2024 ଚାଲିଗଲା, ତାପରେ 2025 ମଧ୍ୟ ଚାଲିଗଲା। ଆଜି ଆସିକି 2026ର ପ୍ରଥମ ମାସର ଆମେ 19ଟା ଦିନରେ ପହଞ୍ଚି ଗଲୁଣି। ଚିନ୍ତା କରିକି ଦେଖିବା, ଆମେ ପ୍ରତ୍ୟେକ ନିଜର ପରିଚୟ ଖ୍ରୀଷ୍ଟଙ୍କ ସାଙ୍ଗେ ଯୋଡିକି ଖ୍ରୀଷ୍ଟିଆନ ବୋଲି କହୁଛୁ। ଆଉ ସେଇ ପ୍ରକାରେ ଈଶ୍ୱରଙ୍କର ବିଶ୍ୱସ୍ତତା ଆମ ଜୀବନରେ ଖୁବ ସୁନ୍ଦର ଭାବେ ରହିଛି। ମାତ୍ର ଆମର ବିଶ୍ୱସ୍ତତା ଈଶ୍ୱରଙ୍କ ପ୍ରତି କେଉଁ ପ୍ରକାରେ ଆମେ ପ୍ରଦର୍ଶନ କରୁଛୁ, କିମ୍ବା କେଉଁ ପ୍ରକାରେ ଆମେ ଈଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ହେଇଛୁ। ନା ଏଇ ବର୍ଷ 2026 ମଧ୍ୟ ଆଉ ଗୋଟେ ସରିଯାଇଥିବା ଅଧ୍ୟାୟ ପରିକା, ଚାପ୍ଟର ପରିକା ପୁଣି ଓଲଟିକି 2027ରେ ପହଞ୍ଚିଯିବ। ଆଉ ଶେଷ ସୁଦ୍ଧା ଆମେ କିମ୍ବା ଆମର ସୁଯୋଗର ଆମେ କି ପ୍ରକାର ସଦ୍ବ୍ୟବହାର କରୁଛୁ, ଆମ ପାଖରେ କୌଣସି ଉତ୍ତର ହୁଏତ ନଥାଇପାରେ। ଆଉ ଆମ ଜୀବନରେ ବିଶେଷ କରି ଧ୍ୟାନ ଦେବା, ଯେଉଁ ବିଷୟ ଗୁଡିକ ଈଶ୍ୱରଙ୍କ ଦୃଷ୍ଟିରେ ଗ୍ରହଣୀୟ, ଯେଉଁ ବିଷୟ ଗୁଡିକୁ ଈଶ୍ୱର ଭଲ ପାଆନ୍ତି, ତାଙ୍କ ମହିମା ଗୌରବର କାରଣ ହେଇପାରିବ, ଆମେ କଣ ସେଇ ବିଷୟ ଗୁଡିକ ପ୍ରତି ମନୋଯୋଗୀ ଅଟୁ କି? କାରଣ ତାଙ୍କର ଅନୁଗ୍ରହ ଆମ ସାଙ୍ଗରେ ସବୁବେଳେ ମାନେ ଯେତିକି ଆବଶ୍ୟକ ତାଠୁ ବହୁତ ବେଶୀ ରହିଛି। ମାତ୍ର ଆମେ ତାର କେଉଁ ପ୍ରକାର ସଦ୍ବ୍ୟବହାର କରୁଛୁ, କିମ୍ବା ଆମେ ସଦ୍ବ୍ୟବହାର କରୁଛୁ ନା ବୁଲି ପଡି ଜାଗତିକ ଯୋଉ ପ୍ରଲୋଭନ ଗୁଡିକ ଆମ ଜୀବନରେ ରହିଅଛି, ଯୋଉ ଆକର୍ଷଣ ଗୁଡିକରେ ଆମେ ଫସି ଯାଉଛୁ, ସେ ଜାଲରେ ଏଇ ପ୍ରକାରେ ନିଜକୁ ନିଜେ ହିଁ ଛନ୍ଦି ଚାଲିଛୁ ଯେ ଆମକୁ ଯେତେ ଈଶ୍ୱର ଚେଷ୍ଟା କଲେ ବାହାର କରିବାର ମଧ୍ୟ ଆମେ ପୁଣି ଥରେ ସେଠାକୁ ଫେରି ଯିବାକୁ ଇଚ୍ଛା କରୁଛୁ। ଆମେ ନିଜ ନିଜକୁ ଏ ପ୍ରଶ୍ନ ପଚାରିବା। ଆଉ ଥରେ ସେଇ ପ୍ରଥମ ଯେଉଁ ପାଠ୍ୟାଂଶଟି ଆମର ଆଦି ପୁସ୍ତକର 19 ଅଧ୍ୟାୟର 17 ପଦ, ତାକୁ ଆଉ ଟିକେ ଗଭୀର ଭାବେ ଟିକେ ଧ୍ୟାନ ଦେବା। ପ୍ରଥମ ବିଷୟ ଯୋଉ କୁହାଯାଉଛି ଯେ ପ୍ରାଣ ରକ୍ଷା ନିମନ୍ତେ ପଳାଅ। ଆଉ ଏଇଟାକୁ ଯେତେବେଳେ ଆମେ ଧ୍ୟାନ ଦଉ, ଆମର ନିଜ ଜୀବନ ମାନେ ଆମର ଆତ୍ମିକ ଜୀବନ ପ୍ରତି ଆମେ କେତେ ତତ୍ପର ଅଛୁ, ନିଜ ନିଜକୁ ଆମେ ଏ ପ୍ରଶ୍ନ ପଚାରୁ। ଆମେ କଣ ଏଇ କ୍ଷଣିକ, ଏଇ ଟେମ୍ପରାରୀ ସମୟ କିମ୍ବା ଏଇ ଟେମ୍ପରାରୀ ଜଗତରେ ଯେତିକି ଦିନ ରହିଛୁ, କେବଳ ତାର ଅ, ମାନେ ସୁରକ୍ଷା, ବିପଦ କିମ୍ବା ତାର କମ୍ଫର୍ଟ ଲାଗି ତାହା ଯେପରି ଉତ୍ତମ ହେବ, ସେଇଥିରେ ଏତେ ମଜି ଯାଉଛୁ ଯେ ଆମର ଯୋଉଟା ଅନନ୍ତ ଜୀବନ, ଯୋଉଠି ଆମେ ସବୁବେଳ ଲାଗି ରହିବା, ତା ଲାଗି ଆମକୁ ଧ୍ୟାନ ଦେବାର ମଧ୍ୟ ଆବଶ୍ୟକ ମନେ କରୁନୁ। ଆମେ ନିଜ ନିଜକୁ ଏ ପ୍ରଶ୍ନ ପଚାରିବା, ପ୍ରଭୁ ଏଇ ଯୋଉ ନୂତନ ବର୍ଷର ମତେ ସୁଯୋଗ ଦେଇଛ, ତାହା ମୁଁ ନିଜର ଆତ୍ମିକ ଜୀବନରେ
ଜୀବିତ ମାନେ ସବୁଦିନ ଲାଗି ଉତ୍ତମ ଭାବେ ରହିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ସେ ପଥରେ ଯାତ୍ରୀ କରେଇବା ଲାଗି କେଉଁ ପ୍ରକାରେ ତତ୍ପର ହଉଛି। ମୋର ପ୍ରିୟଜନ ଯୋଉମାନେ ମୋ ପାଖରେ ଅଛନ୍ତି, ପ୍ରିୟଜନ ମାନେ ନୁହେଁ ଯେ କେବଳ ମୋ ପରିବାରର ଲୋକ, ପ୍ରତ୍ୟେକ ବ୍ୟକ୍ତିଙ୍କ ଲାଗି ଯୋଉମାନଙ୍କ ସଂସ୍ପର୍ଶରେ ମୁଁ ପ୍ରତିଦିନ ଆସିଥାଏ, ସେମାନଙ୍କୁ ଆତ୍ମିକ ସୁରକ୍ଷା ଦେବା ଲାଗି ମୁଁ କେଉଁ ପ୍ରକାରେ ତାଙ୍କ ପ୍ରାଣ ରକ୍ଷା କରିବା ଲାଗି ତତ୍ପର ହେଉଛି। କାହିଁକିନା ଏପରି ନ ହଉ ଯେ ଆମେ ଏଇ ଟେମ୍ପୋରାରୀ ଏଇ କ୍ଷଣିକ ଜୀବନକୁ ସୁରକ୍ଷିତ ରଖିବା ର ଅଭିପ୍ରାୟରେ ଚେଷ୍ଟାରେ ଏମିତି ନ ହଉ ଯେ ଆମ ହାତରୁ ହିଁ ସମୟ ସରିଯିବ। ଆମମାନେ ଦେଖିଥିବା ଗତ ବର୍ଷରେ ଅନେକ ଆମ ଚିହ୍ନା ଜଣାରେ ପ୍ରିୟଜନ ମାନଙ୍କ ମଧ୍ୟରୁ ଅନେକ ଏ ଜଗତ ଛାଡି ଚାଲି ଯାଇଛନ୍ତି। ଆଉ କେତେ ଜଣ ଆପଣା ଜୀବନକୁ ପ୍ରଭୁରେ ବହୁତ ସୁନ୍ଦର ଭାବେ ଶେଷ କରିଛନ୍ତି, ଆଉ ଅନେକ ଜଣ ସେ ସୁଯୋଗ ପାଇପାରି ନାହାନ୍ତି, ଯାହାକି ବହୁତ ଦୁଃଖ। ହୁଏତ ସୁଯୋଗ ପାଇଛନ୍ତି ମାତ୍ର ସଦ୍ବ୍ୟବହାର କରିବାକୁ ତତ୍ପର ହେଇନାହାନ୍ତି, ଆଉ ତାଙ୍କର ସେ ସୁଯୋଗର ସମୟ ସରିଯାଇଛି, ଯାହାକି ବହୁତ ଦୁଃଖର ବିଷୟ। ଆଉ ଅନେକ ସମୟରେ ଏଇ ଆତ୍ମିକ ପଥରେ ଆମେ ଯେତେବେଳେ ଯାତ୍ରୀ ହେଇଥାଉ, ନିଜର ପ୍ରାଣ ରକ୍ଷା କରିବା ଲାଗି ପ୍ରତି ମୁହୂର୍ତ୍ତରେ ଆମର ପାପମୟ ସଂସାରରେ ମାନେ ଜଗତରେ ପାପ ସାଙ୍ଗେ ଆମର ଯୋଉ ସଂଘର୍ଷ ରହିଛି, ସେ ମଧ୍ୟରେ ଏମିତି ମଧ୍ୟ ପରିସ୍ଥିତି ଆସି ଯାଇଥାଏ ଯେ ଆମର ଏଇ ଗତିକୁ ତାହା ମନ୍ଥର କରିଦିଏ। ଆମେ ଆଉ ସେଇ ସ୍ପିଡରେ, ସେଇ ଦ୍ରୁତ ଗତିରେ ନିଜ ପ୍ରାଣ ରକ୍ଷା କରିପାରିବାକୁ ଆଗେଇ ପାରିନଥାଉ। ଆମେ ଶିଥିଳ ହେଇଯାଇଥାଉ, ବିଭିନ୍ନ ବିଷୟରେ ଡାଇଭର୍ଟେଡ ହେଇ ମଧ୍ୟ ହେଇଯାଇଥାଉ। ଆଉ ଯୋଉ ଥରେ ଯାହା ଦ୍ୱାରା କି କଣ ହେଇଥାଏ, ଆମର ସେଇ ପଥର ଯାତ୍ରୀ ହେବାର ଯୋଉ ଆମର ଚେଷ୍ଟା ଥାଏ, ସେଥିରୁ ଆମେ ଓହରି ଯାଇଥାଉ। ଆଉ ତାର ଫଳାଫଳ ଆମେ ସମସ୍ତେ ଜାଣିଛୁ ଯେ କି ଭୟଙ୍କର ହେଇପାରେ। ଆଉ ଦ୍ୱିତୀୟ ପଏଣ୍ଟକୁ ଆମେ ଏଇ ସମୟରେ ଦ୍ୱିତୀୟ ବିଷୟଟି ଦେଖିବା, ଯାହାକି ଲେଖାଯାଇଛି ପଛ ଆଡକୁ ଦୃଷ୍ଟି କର ନାହିଁ। ଆଉ ଏଇ ଗୋଟିଏ ବିଷୟ ଆମେ ଯେତେବେଳକୁ ଧ୍ୟାନ କରିକିରି ଦେଖୁ, ତାହା ଆମକୁ ଜାଗତିକ ପ୍ରଲୋଭନର ଯୋଉ ବିଷୟ ଗୁଡିକ ରହିଛି ତା ପ୍ରତି ଥିବା ଆକର୍ଷଣକୁ ବୁଝାଏ। ଆଉ ସେଇ ଗୋଟିଏ ବିଷୟ ଯେତେବେଳେ ଆମେ ନୂତନ ନିୟମରେ ଦେଖୁଛୁ, ଯୀଶୁ ତାଙ୍କର ଶେଷ ସମୟର ଯୋଉ ବିଷୟ ଗୁଡିକ ଲାଗି ସତର୍କ କରାଉଛନ୍ତି, ସେଇ ସମୟରେ ସେ କେତୋଟି ମାତ୍ର ଶବ୍ଦକୁ ନେଇ ଗୋଟେ ବାକ୍ୟ ଅଛି 32 ପଦ ଆମେ ଯେତେବେଳେ ଲକ୍ଷ୍ୟ କରୁ, ଲୁକ ତାର 17 ଅଧ୍ୟାୟରେ 32 ପଦ, ଏତେ ଛୋଟ ପଦ ଯେ ମାନେ ଏତେ ଛୋଟ ସେଣ୍ଟେନ୍ସ ଟା, ମାତ୍ର ତାର ଏତେ ନିଗୁଡ ଗଭୀର ବିଷୟ ସେଥିରେ ରହିଛି। ଯୀଶୁ ସେଠାରେ କହୁଛନ୍ତି, ମନେ ପକା, ଲୋଟଙ୍କ ସ୍ତ୍ରୀଙ୍କୁ ସ୍ମରଣ କର, ରିମେମ୍ବର ଲର୍ଡସ୍ ୱାଇଫ୍। ମାନେ ଏଇଟା ଗୋଟେ ବହୁତ ବଡ ଗଭୀର ଆଉ ବହୁତ ଭୟାନକ ସ୍ମରଣ କରିବାର ବିଷୟ। ଆଉ ବାକ୍ୟରେ ଯେଉଁ ଯେଉଁ ସ୍ଥାନରେ ବି ମନେ ପକେଇବାକୁ କୁହାଯାଏ, ସବୁ ଉତ୍ତମ ବିଷୟ ବିଷୟରେ ପ୍ରଭୁ ଏନକରେଜ କରନ୍ତି। ମନେ ପକାଅ କେମିତି ଈଶ୍ୱରଙ୍କ ବିଶ୍ୱସ୍ତତା ଥିଲା, କିପରି ଭାବେ ଈଶ୍ୱର ଆମକୁ କଢେଇ ଆଣିଛନ୍ତି, କେମିତି ଆମର ସମସ୍ତ ବିଷୟର ତତ୍ଵ ନେଇଛନ୍ତି, ସବୁ ଉତ୍ତମ ବିଷୟକୁ ମନେ ପକେଇବାକୁ ବାକ୍ୟ ଆମକୁ ସବୁବେଳେ ମାନେ ଏନକରେଜ କରାଯାଏ। ମାତ୍ର ଏଇ ଗୋଟେ ବିଷୟ ଏତେ ଭୟାନକ, ଏତେ ଡରିଗଲା ଭଳି ବିଷୟଟି ଯେ ଲୋଟଙ୍କ ସ୍ତ୍ରୀଙ୍କ କଥା ସ୍ମରଣ କର। ଆଉ ଏଇ ସମୟରେ ଆମେ ଦେଖିବା ତାଙ୍କ ଜୀବନର ପରିସ୍ଥିତି, ତାଙ୍କ ଜୀବନ ଶୈଳୀର ପରିସ୍ଥିତି, ତାଙ୍କ ଜୀବନରେ ଲାଗି ରହିଥିବା ସବୁ ଜାଗତିକ ରୂପେ ଉତ୍ତମ ବିଷୟର ଆକର୍ଷଣ, ଯାହାକି ଯାହାର ପରିଣତି କି ଭୟଙ୍କର ହୋଇଥିଲା। ପ୍ରଭୁଙ୍କର ଏତେ ମହାନ ଯୋଜନା ଥିଲା ଯେ ସେ ପରିବାରକୁ ଉଦ୍ଧାର କରିବେ। ନିଜେ ହାତ ଧରି ଦୂତ ସେମାନଙ୍କୁ କଢାଇ ନଉଛନ୍ତି, ନେଇକିରି ଆଣିଲା ପରେ ମଧ୍ୟ ଆମେ ଦେଖୁଛୁ ନିଜର ମନର ଯୋଉ ନିଷ୍ପତ୍ତି ନେଲେ, ସେ ନିଜେ ନିର୍ଦ୍ଦେଶ ୱାର୍ନ କରାଯାଇଥିବା ସତ୍ତ୍ୱେ, ଜାଗ୍ରତ କରାଇ ଦେଇଥିବା ସତ୍ତ୍ୱେ ମଧ୍ୟ ଯେତେବେଳେ ସେଇ ବିଷୟଟି କରିବାକୁ ସେ ସ୍ୱତଃପ୍ରବୃତ୍ତ ଆଗେଇ ଯାଇଛନ୍ତି, ତା ପରିଣତି କି ଭୟଙ୍କର ହେଇଛି।
ଆଉ ସେଠାରେ ଯେତେବେଳେ ଆମେ ଦେଖୁଛୁ, ମାନେ କାହିଁକିନା ଯଦି ଆମେ ଚିନ୍ତା କରିବା, ସେ ଅନେକ ହୁଏତ ନିଜର ପ୍ରିୟ ଲୋକଙ୍କୁ ଛାଡି ଆସିଥିବେ। ଅନେକ ମୂଲ୍ୟବାନ ବିଷୟ ତାଙ୍କର ଛାଡି ଆସିଥିବେ। କାହିଁକିନା ସେମାନେ ଦୌଡ଼ିକି ସେ ସ୍ଥାନରୁ ଯାଉଛନ୍ତି। ଚିନ୍ତା କରନ୍ତୁ, ସେ ସମସ୍ତ ବିଷୟକୁ ଛାଡିବା ତାଙ୍କ ଲାଗି, ଯେତେବେଳେ ପ୍ରଭୁଙ୍କ ଦୂତ ସେଠୁ କଢାଇ ନଉଛନ୍ତି, ସେ ପରିସ୍ଥିତିରେ ହୁଏତ ଶାରୀରିକ ରୂପେ ସେ ସ୍ଥାନରୁ ବାହାରି ଯାଇଛନ୍ତି, ମାତ୍ର ତାଙ୍କ ହୃଦୟ ମନ ସେ ସ୍ଥାନରେ ରହି ଆସିଛି, ଯାହାକୁ ସେ ଛାଡି ପାରିନାହାନ୍ତି। ଆଉ ତାଙ୍କର ସତର୍କ କଲା ପରେ ମଧ୍ୟ ଦୂତ ସେ ବିଷୟ ଲାଗି ବିଶେଷ ଭାବରେ ସତର୍କ କରିଛନ୍ତି। ସ୍ପେସିଫିକ ଭାବରେ ଲେଖା ଯାଇଛି, ପଛ ଆଡକୁ ଦୃଷ୍ଟି କର ନାହିଁ। ମାତ୍ର ଆମେ ଦେଖୁଛୁ ଠିକ ସେଇ ବିଷୟଟି ସେ କରିଛନ୍ତି। ଆଉ ଯେତେବେଳେ ଆମେ 26 ପଦରେ ତାଙ୍କ ପରିଣତି ବିଷୟରେ ପଢିବାକୁ ପାଇବା, ସେଠାରେ ଏପରି ଲେଖାଯାଏ, ସେଇ 19 ଅଧ୍ୟାୟର 26 ପଦରେ, ସେହି ସମୟରେ ଲୋଟର ଭାର୍ଯ୍ୟା ପଛ ଆଡକୁ ଅନାଇବାରୁ ସେ ଲବଣ ସ୍ତମ୍ଭ ହେଲା। କେତେ ଦୁଃଖର ବିଷୟ! ଏତେ ସୁନ୍ଦର ସୁନ୍ଦର ସୁଯୋଗ ପାଇଲେ, ପ୍ରଭୁଙ୍କର ଦାସଙ୍କର ପରିବାରର ଭୁକ୍ତ ହେଲେ, ପ୍ରଭୁଙ୍କ ବିଷୟରେ କ୍ଲୋଜଲି ଜାଣିବାକୁ ସେ ଅନେକ ଥର ସୁଯୋଗ ପାଇଥିବେ, ଶୁଣିବାକୁ ସୁଯୋଗ ପାଇଥିବେ। ତାଙ୍କ ସହିତ ତାଙ୍କର ଧାର୍ମିକ ସ୍ୱାମୀଙ୍କ ସାଙ୍ଗେ ଦୀର୍ଘ ବର୍ଷ ସେ ଚାଲିଛନ୍ତି, ଆଉ ସେ ପରିବାରର ଭୁକ୍ତ ମଧ୍ୟ ହେଇଛନ୍ତି। ମାତ୍ର ଆମେ ଦେଖୁଛୁ ତାଙ୍କ ପରିଣତି ଏଠାରେ ଲବଣ ସ୍ତମ୍ଭ ହେଇଯାଇଛି। ଏଇ ସମୟରେ ଆମେ ନିଜ ନିଜ ଜୀବନକୁ ଲକ୍ଷ୍ୟ କରିବା। କେତେ ବର୍ଷ ହେଲାଣି ମୁଁ ଖ୍ରୀଷ୍ଟିଆନ ହୋଇ ଜୀବନ କାଟୁଛି, ପ୍ରଭୁଙ୍କ ନାମ ଧରି ଜୀବନ କାଟୁଛି, ପ୍ରଭୁଙ୍କ ଉଦ୍ଦେଶ୍ୟରେ ଜୀବନ କାଟୁଛି, ପ୍ରଭୁଙ୍କ ଦାସ ଦାସୀ ଗହଣରେ ସହଭାଗିତାରେ ରହୁଛି, ତାଙ୍କ ନିମନ୍ତେ କାର୍ଯ୍ୟ କରୁଛି। ମାତ୍ର ବ୍ୟକ୍ତିଗତ ଭାବରେ ମୋର ଜୀବନରେ ମୁଁ ଖ୍ରୀଷ୍ଟଙ୍କୁ କି ପ୍ରଭୁଙ୍କ ସହିତ ଜଡିତ ହେଇକି ରହିଛି କି? ତାଙ୍କର ଆଜ୍ଞାର ବାଧ୍ୟ ହୋଇକି ମୁଁ ଜୀବନ କାଟୁଛି କି? ପ୍ରଭୁ ଯେଉଁ ବିଷୟ ଗୁଡିକ ଘୃଣା କରନ୍ତି, ସେ ବିଷୟ ଗୁଡିକୁ ମୁଁ ତ୍ୟାଗ କରିଛି କି ସମ୍ପୂର୍ଣ୍ଣ ରୂପେ? ନା ତାକୁ ମୋର ଜୀବନରେ ଛାଡି ପାରିବା କଷ୍ଟକର ବୋଧ ହଉଛି। ଆଉ ମୁଁ ବାଲାନ୍ସ କରିବାକୁ ଚେଷ୍ଟା କରୁଛି। ଯେତେବେଳେ ଦରକାର ପଡୁଛି, ପ୍ରଭୁଙ୍କର ଲୋକ ହିସାବରେ, ଖ୍ରୀଷ୍ଟିଆନ ହିସାବରେ ସମସ୍ତ ପ୍ରକାର ମୋର କାର୍ଯ୍ୟ କରୁଛି, ଧାରାଧୁର ଭାବରେ, ଶାରୀରିକ ଭାବରେ, ଜାଗତିକ ଭାବରେ। ମାତ୍ର ମୋର ଆତ୍ମା ଆଉ ମୋର ମନ କଣ ମୁଁ ସମ୍ପୂର୍ଣ୍ଣ ଭାବେ ସମର୍ପି ପାରିଛି ଏ ଜାଗତିକ ଆକର୍ଷଣ ପ୍ରଲୋଭନକୁ ତ୍ୟାଗି ପାରିଛି କି? ଆଜି ନିଜ ନିଜକୁ ଆମେ ପ୍ରଶ୍ନ ପଚାରୁ। ହୁଏତ ସୁଯୋଗ ଚାଲିଯିବ, ଉଦ୍ଧାର ହେଇକି ପାଇଥିବା ସତ୍ତ୍ୱେ ମଧ୍ୟ ଆମେ ଲବଣ ସ୍ତମ୍ଭ ହେଇଯିବାର ସେଇ ପରିକା ପତନ ଲାଗି କଣ ଆମ ଜୀବନକୁ ଆମେ ସେଇ 50%, ମାନେ ଯେମିତି କହୁ, ଉଷ୍ମ ନୁହେଁ କି ଶୀତଳ ନୁହେଁ, ଈଶତୋଷ୍ଣ ଭଳିଆ, ଯାହାକୁ ପ୍ରକାଶିତ ବାକ୍ୟରେ ଖୁବ ଭୟଙ୍କର ସେ ବିଷୟ ସେ ଉଦ୍ଦେଶ୍ୟରେ ଲେଖା ଯାଇଛି। ତୁମେ ଶୀତଳ ନୁହଁ କି ତୁମେ ଉଷ୍ଣ ନୁହଁ, କୋଉ କାମର ନୁହଁ, ତେଣୁକରି ମୁଁ ତୁମକୁ ସେ ଉଦ୍ଗାରିଛି ବୋଲି ଲେଖା ଯାଉଛି ସେଠାରେ। ଆଉ ଆମେ ତାହା ଲାଉଦିକିଆ ମଣ୍ଡଳୀକୁ ଲେଖା ଯାଇଛି, ମାତ୍ର ତାହା ଆମ ଉପରେ ମଧ୍ୟ ପ୍ରଯୁଜ୍ୟ। ଯଦି ଆମେ ସେଇ ପ୍ରକାର ଟିକେ ଜାଗତିକତା, ଟିକେ ଆତ୍ମିକତା ଚେଷ୍ଟା ଚଲେଇଥିବା, ଟିକେ ଏପଟେ ଟିକେ ସେପଟେ ଦୁଇ ନାଁରେ ଗୋଡ ଧରିକି ଚାଲୁଥିବା, ଆମ ଲାଗି ତାହା ଖୁବ ବିପଦପୂର୍ଣ୍ଣ। ଆମେ ନିଜେ ହିଁ ମନୋନୟନ କରିବା ଯେ କେଉଁ ବିଷୟଟିକୁ ମୁଁ ସମ୍ପୂର୍ଣ୍ଣ ଭାବେ ନିଜ ଜୀବନକୁ ସମର୍ପିବି। ନା ଏଥିରେ ଟିକେ ଆଗଉଥିବି ଆତ୍ମିକ ପଥରେ ନିଜ ପ୍ରାଣକୁ ରକ୍ଷା କରିବା ଲାଗି, ମାତ୍ର ମଝିରେ ମଝିରେ ବୁଲିକି ପଛକୁ ଅନେଉଥିବି। ମୋର ଜାଗତିକ ପ୍ରଲୋଭନର ସେ ଜାଲରେ ମୁଁ କେବେ ବି ବାହାରି ପାରିବିନି, ଏଇ ପ୍ରକାର ଯଦି କରିଚାଲିବି। ଆଉ ତୃତୀୟ ବିଷୟଟି ଏଇ ସମୟରେ ଆମେ ଧ୍ୟାନ ଦେବା, ଯାହା ଲେଖାଯାଇଛି ଏଠାରେ, ଏହି ସମସ୍ତ ପ୍ରାନ୍ତର ମଧ୍ୟରେ ହେଁ ରୁହ ନାହିଁ। ଆଉ ସେ ସମୟରେ ଯେମିତି ମୁଁ ଆପଣମାନଙ୍କୁ କହୁଥିଲି ଯେ ଲ୍ୟୁକୱାର୍ମ ମାନେ ଈଶତୋଷ୍ଣ, ଯାହା ଗରମ ନୁହେଁ କି ଥଣ୍ଡା ନୁହେଁ, ଯଦି ଆମେ ସେ ବିପଦପୂର୍ଣ୍ଣ ସ୍ଥାନର ପାଖାପାଖି ବି ରହିବା, ତାହା ଆମ ଲାଗି ସୁରକ୍ଷିତ ନୁହେଁ। ତେଣୁକରି ଦୂତ ଏଠାରେ ତାଙ୍କୁ ବହୁତ ସୁନ୍ଦର ଭାବେ କହୁଛନ୍ତି ଯେ ୟାର ପାଖାପାଖି ବି ରୁହ ନାହିଁ।
କାହିଁକିନା ସେ ପାପମୟ ବିଷୟରୁ ଯେତେବେଳେ ଆମେ ପାଖାପାଖି ରହିଥାଉ ଆଉ ଅନେକ ସମୟରେ ଆମେ ଚିନ୍ତା କରିଥାଉ, ମୁଁ ତ ପ୍ରଭୁରେ ଅଛି, ଆଉ ମୁଁ କେବେ ବି ଏମିତି କିଛି ପାପ କରିବିନି, ଏମିତି କିଛି ଭୁଲରେ ମୁଁ ପଡିବିନି। ଏଇ ପ୍ରକାର ବିଷୟରେ, ଏଇ ଛୋଟ ଛୋଟ ବିଷୟ ମତେ କୌଣସି ପ୍ରକାରେ ପତିତ କରିବ ନାହିଁ। ଏଇ ପ୍ରକାର ଅନେକ ବିଷୟ ଆମକୁ ଦୁଃସାହସିକ ଭାବରେ ଏମିତି କରିଥାଏ, ମାନେ କଣ ତାକୁ ଯଦି ଆମେ କହିବା ଯେ ଆମକୁ ସେଇଟା ପାପମୟ ବିଷୟର ପାଖେ ପାଖେ ରହିବାକୁ ଏନକରେଜ କରିଥାଏ। ମାତ୍ର ଯେତେବେଳେ ବି ଆମେ ବାକ୍ୟ ମଧ୍ୟରେ ଦେଖିବା, ଈଶ୍ୱର ସବୁ ସ୍ଥାନରେ ଏଇ ନିର୍ଦ୍ଦେଶ ଦିଅନ୍ତି ଯେ ତୁମେ ସେଠାରୁ ସମ୍ପୂର୍ଣ୍ଣ ରୂପେ ଅଲଗା ହୁଅ, ସମ୍ପୂର୍ଣ୍ଣ ରୂପେ ସେ ସବୁ ବିଷୟ ଦୂର କର, କିମ୍ବା ଆହୁରି ଅନେକ ସମୟରେ କହିଛନ୍ତି ସେ ସବୁର ପାଖକୁ ବି ଯାଅନି। এই ପ୍ରକାର ଅନେକ ବିଷୟ ସେ କହିଛନ୍ତି, କାହିଁକିନା ସେ ଜାଣିଛନ୍ତି ଯଦି ଆମେ ସେଇ ପ୍ରକାରେ ଟିକେ ପାଖାପାଖି ବି ହେବା, ଆମେ କେତେ ଦୁର୍ବଳ ମନୁଷ୍ୟ, ଆଉ ଆମେ ସେଥିରେ ପଡିଯିବାର କେତେ ସମ୍ଭାବନା ରହିଛି। ଆଉ ଈଶ୍ୱର ସବୁ ସମୟରେ ଚାହାନ୍ତି ଆମେ ସୁରକ୍ଷିତ ରହୁ, ଏଇପରିକା ବିଷୟ ଗୁଡିକରେ ପତିତ ନ ହଉ। ଆଉ ଆମେ ଯଦି ତାର ଉଦାହରଣ ରୂପେ ମନେ ପକେଇବା ସାମସନଙ୍କ ବିଷୟ, ଯୋଉ ଯୋଉ ବିଷୟ ତାଙ୍କ ଲାଗି ଠିକ ନଥିଲା, ଈଶ୍ୱର ସବୁର କ୍ଲିୟର ଇନଷ୍ଟ୍ରକ୍ସନ ଦେଇଥିଲେ। ମାତ୍ର ସାମସନ ଯେମିତି ନିଜ ଉପରେ ସମ୍ପୂର୍ଣ୍ଣ ତାଙ୍କର ଗୋଟେ ଭୁଲ ଧାରଣା ସେ ଗଢି ଦେଇ ଜାଣିଥିଲେ ଯେ ମୁଁ ଏତେ ସକ୍ଷମ, ଏତେ ବିରାଟ ଆଉ ଏତେ ଶକ୍ତିଶାଳୀ ଯେ ମୋର କେବେ କୌଣସି ଅସୁବିଧା ହବନି। ଆଉ ଆମେ ଦେଖୁ ପରବର୍ତ୍ତୀ ସମୟରେ ଛୋଟ ଛୋଟ ମାନେ ସେ କଣ ପାପ ସାଙ୍ଗରେ ଆଉ ମନ୍ଦତା ସାଙ୍ଗେ ଖେଳିବାକୁ ଆରମ୍ଭ କରିଦେଇଥିଲେ, କାହିଁକିନା ନିଜ ଉପରେ ତାଙ୍କର ଏତେ ଭୁଲ ଧାରଣା ଗଢି ଉଠିଥିଲା। ସେ ଭାବୁଥିଲେ ନିଜର ଶକ୍ତିରେ ସେ ସବୁ କରୁଛନ୍ତି। ଆଉ ସେ ସେଥିପାଇଁ ଈଶ୍ୱରଙ୍କର ସେ ମହାନ ଅଭିଷେକ, ତାଙ୍କ ଜୀବନ ନିମନ୍ତେ ଯୋଜନା, ତାଙ୍କ ଉପସ୍ଥିତିକୁ ମଧ୍ୟ ସେ କୌଣସି ପ୍ରକାରେ ଗୁରୁତ୍ୱ ଦେଇ ନଥିଲେ। ଆଉ ସେ ଧୀରେ ଧୀରେ ଏମିତି ପାପ ସାଙ୍ଗେ ଖେଳି 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 ଗୋଟେ ସମୟ ଆସିଛି, ସେ ଜାଣି ପାରିନାହାନ୍ତି ଏତେ ସୂକ୍ଷ୍ମ ରୂପେ ତାଙ୍କ ଜୀବନଟି ନଷ୍ଟ ହୋଇଯାଇଥିଲା। ଆଉ ସେ ଯେ ଏଇ ପରିସ୍ଥିତିରେ ପଡିବେ ସେ କେବେ ବି ଭାବି ନଥିବେ, କିନ୍ତୁ ଯେତେବେଳେ ସେ ରିଏଲାଇଜ କରିଛନ୍ତି ବହୁତ ଡେରି ହେଇଯାଇଥିଲା, ଆଉ ତାଙ୍କ ନିମନ୍ତେ କୌଣସି ବିଷୟ ରହିନଥିଲା। ଈଶ୍ୱରଙ୍କର ଉପସ୍ଥିତି, ତାଙ୍କର ଶକ୍ତି, ତାଙ୍କର ସାମର୍ଥ୍ୟ ତାଙ୍କ ଠାରୁ ଚାଲି ଯାଇଥିଲା। ଆଉ ସେ ଯେତେ ମହାନ ହେଇଥିଲେ ବି ସେ ଦୁର୍ବଳ ହେଇଯାଇଥିଲେ, ସାଧାରଣ ମନୁଷ୍ୟ ହେଇଯାଇଥିଲେ, କାରଣ ଈଶ୍ୱରଙ୍କ ଉପସ୍ଥିତି ତାଙ୍କ ଠାରୁ ଚାଲି ଯାଇଥିଲା। ଆଉ ଅନେକ ସମୟରେ ଆମ ଜୀବନରେ ବି ଯଦି ଆମେ ସେମିତି ଇଣ୍ଡଲଜ କରି ଚାଲିବା, ନିଜ ଶକ୍ତିରେ ଆମେ କରୁଛୁ ଭାବିକି ପାପ ସାଙ୍ଗେ ଖେଳି ଚାଲିବା, ଆଉ ସେଇ ସବୁର ପାଖାପାଖି ସବୁବେଳେ ନିଜକୁ ରଖିବା, ଆମ ଲାଗି ମଧ୍ୟ ସେଇ ପ୍ରକାର ବିପଦ ଘେରି ରହିଛି। ଆମକୁ ସମ୍ପୂର୍ଣ୍ଣ ରୂପେ ତାଠାରୁ ଦୂରକୁ ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯେପରିକି ଆମେ ପାପରେ ନ ପଡୁ, ବିପଦରେ ନ ପଡୁ, ଈଶ୍ୱରଙ୍କର ସୁରକ୍ଷିତ ସ୍ଥାନରେ ସୁରକ୍ଷିତ ହୋଇ ରହିପାରୁ ବୋଲି ଈଶ୍ୱର ସବୁ ସମୟରେ ଚାହିଁଥାନ୍ତି। ମାତ୍ର ଆମର ସବୁବେଳେ ଏଇ ପ୍ରକାର ଥାଏ, ହଁ ମୁଁ କରିପାରିବି, ମୁଁ ବାଲାନ୍ସ କରିପାରିବି, ମୁଁ ଟିକେ ଏଇଟା ବି କରିପାରିବି, ଟିକେ ସେଇଟା ବି କରିପାରିବି। କାହିଁକିନା ଆମ ନିଜ ମନର ଲୋଭ କିମ୍ବା ପ୍ରଲୋଭନ ଆମକୁ ସେଟା ଛାଡିବାକୁ, ତ୍ୟାଗ କରିବାକୁ, ସେଥିରୁ ସମ୍ପୂର୍ଣ୍ଣ ରୂପେ ବାହାରି ଯିବାକୁ ଦେଇ ନଥାଏ, କାହିଁକିନା ଆମେ ନିଜେ ହିଁ ସେଥିରେ ରହିବାକୁ ନିଜେ ଇଚ୍ଛା କରିଥାଉ। ଆଉ ଯଦ୍ୱାରା କି ଏପରି ଗୋଟେ ପରିସ୍ଥିତି ଆସିଥାଏ ଯେ ଯୋଉ ସ୍ଥାନରେ ଆମକୁ ମନା କରାଯାଇଛି, ନିଷେଧ କରାଯାଇଛି ଯେ ଏଠାରେ ରହିଲେ ତୁମ ଲାଗି ବିପଦ ଅଛି, ମାତ୍ର ଆମେ ତାରି ଆଖପାଖରେ ରହିବାକୁ ମନୋନୟନ କରିଥାଉ। ମାତ୍ର ଈଶ୍ୱର ସବୁବେଳେ ଚାହାନ୍ତି, ଯେପରି ଏଇ ଚତୁର୍ଥ ବିଷୟଟି ଆମେ ଯେତେବେଳେ ଧ୍ୟାନ ଦେବା, ଦୂତ ଏଠାରେ ତାଙ୍କୁ କହୁଛନ୍ତି ପର୍ବତକୁ ପଳାଇ ଯାଅ ବୋଲି। ଆଉ ଯେତେବେଳେ ବି ଆମେ ଧ୍ୟାନ କରିବା ବିଭିନ୍ନ ସ୍ଥାନରେ ପ୍ରଭୁଙ୍କର ଦାସଙ୍କର ଦାଉଦଙ୍କର ହଉ କିମ୍ବା ବାକ୍ୟରେ ଅନେକ ସମୟରେ କୁହାଯାଇଛି ପର୍ବତ ମାନେ ଉଚ୍ଚ ସ୍ଥାନ ସବୁବେଳେ ମାନେ ଏହା ଦର୍ଶାଏ ଯେ ଆମେ ସଦା ପ୍ରଭୁଙ୍କର ସାନ୍ନିଧ୍ୟ ଲାଭ କରୁ।
प्रभुଙ୍କ निकटକୁ ଚାଲିଯିବାକୁ ତାହା ପ୍ରକାଶ କରେ। ଈଶ୍ୱରଙ୍କର ନିକଟବର୍ତ୍ତୀ ହେବା, ତାଙ୍କର କେତେ କ୍ଲୋଜ ଆମେ ଆସିପାରିବା। ଆଉ ତାହା ହଉଛି ପ୍ରକୃତରେ ପ୍ରତ୍ୟେକ ମଣିଷର ନିମନ୍ତେ, ବିଶ୍ୱାସୀର ନିମନ୍ତେ ଶାନ୍ତିର ସ୍ଥାନ, ସୁରକ୍ଷାର ସ୍ଥାନ। କାହିଁକିନା ସେଇ ସ୍ଥାନରେ ଆମେ ଈଶ୍ୱରଙ୍କ ସହଭାଗିତା ପାଇଥାଉ, ଉପସ୍ଥିତି ଥାଏ, ଆଉ ତାଙ୍କର ସେଇ ଯୋଉ ଅନନ୍ତ ଶାନ୍ତି ଆମେ ଉପଭୋଗ କରିପାରିଥାଉ। କାହିଁକିନା ସେଇ ସ୍ଥାନକୁ ସେ ବାଛିଛନ୍ତି ଆମ ନିମନ୍ତେ। ଆଉ ଦୂତ ଯେତେବେଳେ ଏଠାରେ ଲୋଟଙ୍କୁ ସେଇ ନିର୍ଦ୍ଦେଶ ଦଉଛନ୍ତି ଯେ ତୁମେ ପର୍ବତକୁ ଯାଅ ଭାରି। ଆଉ ଲୋଟ ସେଇ ସମୟରେ ଆମେ ଦେଖୁଛୁ ନିଜର ଜ୍ଞାନ ବୁଦ୍ଧି, ନିଜର ଗୋଟେ ପ୍ରକାର ଜୀବନ ସହିତ, ନିଜର ଆରାମଦାୟକ ପରିସ୍ଥିତି या फिर ନିଜ ଜ୍ଞାନରେ ସାଲିସ କରିବାକୁ ତାଙ୍କ ସହିତ ଚେଷ୍ଟା କରୁଛନ୍ତି। ଆଉ ତାହାକି ଆମେ ଦେଖିପାରିବା ତାର ସେଇ ଲୁକ 19 ଅଧ୍ୟାୟରେ ଲେଖାଯାଇଛି, 19 ଆଉ 20 ପଦରେ ସେଠାରେ ଏପରି ଲେଖାଯାଏ। ପ୍ରଥମେ ଲୋଟ ତାଙ୍କୁ ଧନ୍ୟବାଦ ଦଉଛନ୍ତି, ଆଉ କହୁଛନ୍ତି ଏବେ ଏହି ଦାସ ପ୍ରତି ଅନୁଗ୍ରହ ଓ ମହାଦୟା କରି ପ୍ରାଣ ରକ୍ଷା କଲେ ମୁଁ ପର୍ବତକୁ ପଳାଇ ଯାଇ ନ ପାରେ, କେଜାଣେ ବିପଦ ଘଟିଲେ ମରିଯିବି। ଚିନ୍ତା କରନ୍ତୁ, ଏତେ ବଡ ବିପଦରୁ ତାଙ୍କୁ ଦୂତ ହାତ ଧରି ରକ୍ଷା କରି କଢାଇ ଆଣିଛନ୍ତି। ଆଉ ସେଇ ସ୍ଥାନରେ ସେ ତାଙ୍କୁ କହୁଛନ୍ତି, ଆପଣ ଯୋଉ ଜାଗାକୁ କହୁଛନ୍ତି ଯଦି ମୁଁ ଯିବି ସେଠି ମତେ ବିପଦ ଘଟିବ ଆଉ ମୁଁ ମରିଯିବି। ଅନେକ ସମୟରେ ଆମେ ହୁଏତ ଏଇ କଥାରେ ଲୋଟଙ୍କର ହସି ପାରୁ, ମାତ୍ର ଆମେ ବି ଅନେକ ସମୟରେ ଏଇ ପ୍ରକାର କରିଥାଉ। ନିଜର ଚିନ୍ତାରେ, ଜ୍ଞାନରେ, ବୁଦ୍ଧିରେ ଏଇ ପ୍ରକାର ବିଷୟ ସବୁ ମନୋନୟନ କରିଥାଉ। ନିଜ ଲାଗି ଉତ୍ତମ ବୋଲି ଭାବିକିରି ସେ ବିଷୟ ଗୁଡିକର ନିଷ୍ପତ୍ତି ନେଇଥାଉ। ଆଉ ଯେମିତି ଲୋଟ ମଧ୍ୟ ଏଇଠି ଠିକ ସେଇ ପ୍ରକାରେ କରିଛନ୍ତି। ଆଉ ତାପରେ 20 ପଦରେ ତାଙ୍କୁ କହୁଛନ୍ତି, ଦେଖନ୍ତୁ ପଳାଇ ଯିବାକୁ ସେଇ ନଗର ନିକଟବର୍ତ୍ତୀ, ତାହା କ୍ଷୁଦ୍ର, ସେଇ ସ୍ଥାନକୁ ପଳାଇବାକୁ ଆଜ୍ଞା କରନ୍ତୁ, ତହିଁରେ ମୋହର ପ୍ରାଣ ବଞ୍ଚିବ, ତାହା କି କ୍ଷୁଦ୍ର ନୁହେଁ। କି ଆଶ୍ଚର୍ଯ୍ୟ ଏ ବିଷୟ, କେତେ ଦୁଃଖର ବିଷୟ। ଈଶ୍ୱର ତାଙ୍କର ଦୂତ ପଠେଇ କେତେ ମହାନ ଭାବରେ ତାଙ୍କ ଜୀବନରେ କାର୍ଯ୍ୟ କରୁଛନ୍ତି, ମାତ୍ର ଲୋଟ ନିଜର ସୀମିତ ଜ୍ଞାନ ବୁଦ୍ଧି ଆଉ ମନୋନୟନରେ କ୍ଷୁଦ୍ର ବିଷୟଟିକୁ ବାଛୁଛନ୍ତି, ତା ଲାଗି ନିବେଦନ କରୁଛନ୍ତି, ଆଉ ସେଇ ବିଷୟକୁ ମଧ୍ୟ ସେ ନିଜର କରିବାକୁ ଚେଷ୍ଟା କରୁଛନ୍ତି। ସେଇ ବିଷୟଟାକୁ ହିଁ ସେଇଥିରେ ହିଁ ସନ୍ତୁଷ୍ଟ ହେବାକୁ ଚେଷ୍ଟା କରୁଛନ୍ତି। ପ୍ରଭୁ ତାଙ୍କ ଲାଗି ମହାନ ବିଷୟ ଅଫର କରୁଛନ୍ତି, ତାଙ୍କୁ ଯାଚୁଛନ୍ତି। ଆଉ ଏଠାରେ ସେ ନିଜ ବୁଦ୍ଧିରେ, ନିଜ ଜ୍ଞାନରେ ସୀମିତ ଗୋଟେ ଛୋଟିଆ ବିଷୟ ମାତ୍ର ସେଇ ପାଖାପାଖି ହିଁ ବାଛୁଛନ୍ତି। କେତେ ଦୁଃଖର ବିଷୟ। ଦୁଃଖର ବିଷୟ ଏଇଥିପାଇଁକା, କାହିଁକିନା ଏଇ ମନୋନୟନ ଲାଗି ଆଗାମୀ ପରବର୍ତ୍ତୀ ସମୟରେ ତାର ପ୍ରଭାବ ତାଙ୍କ ଜୀବନରେ ଆମେ ଦେଖିବାକୁ ପାଉଛୁ। ଶେଷରେ ଯୋଉ ନିର୍ଦ୍ଦେଶାବଳୀ ଦୂତ ତାଙ୍କୁ ଦେଲେ, 4ଟି ବିଷୟ ତାଙ୍କୁ କହିଲେ, ଶେଷରେ ସେ ଏୟା କହିଲେ, ନହେଲେ ବି ନଷ୍ଟ ହେବ। ଆଉ ଏଇ ଯୋଉଟା 2ଟା ନିବେଦନ କଲେ, ଦୂତ ସେ କଥା ଶୁଣିଲେ, ମାତ୍ର ତାହା ଯେ ବିପଦପୂର୍ଣ୍ଣ ଥିଲା ବୁଝେଇବା ସତ୍ତ୍ୱେ ମଧ୍ୟ ଲୋଟ ସେ ବିଷୟ ମନୋନୟନ କରିଥିଲେ। ଆଉ ସେ ମନୋନୟନର ଫଳାଫଳ ଯେତେବେଳେ ଆମେ ଦେଖୁ, ଲୋଟଙ୍କର ପରିବାରର ପରିଣତି ଆମେ ଦେଖିଥାଉ। 26 ପଦରେ ଯେମିତି ମୁଁ ଆପଣମାନଙ୍କୁ ଆଗରୁ ମଧ୍ୟ କହିଥିଲି ଯେ 23 ରୁ 28 ପଦ ମଧ୍ୟରେ ଆମେ ଦେଖିବା ସଦମର ପରିସ୍ଥିତି କଣ ହେଇଥିଲା। 26 ପଦରେ ଆମେ ଦେଖୁଛୁ ତାଙ୍କ ଯୋଉ ବିଷୟ ଯାହା ଯାହା ମନା କରାଯାଇଥିଲା ସେଇ ସବୁ ବିଷୟ ଧୀରେ ଧୀରେ ଅଜାଣତରେ ସେମାନେ କରିଚାଲିଲେ, କାରଣ ତାଙ୍କ ହୃଦୟକୁ ସେ ସମ୍ପୂର୍ଣ୍ଣ ରୂପେ ଈଶ୍ୱରଙ୍କର ବାଧ୍ୟ ହେବା ଲାଗି ସେଇ ପ୍ରକାର କରିବାକୁ ସକ୍ଷମ ନଥିଲେ। ଆଉ ଲୋଟଙ୍କ ଭାର୍ଯ୍ୟା ପଛ ଆଡକୁ ଅନେଇଲେ, ସେ ଲବଣର ସ୍ତମ୍ଭ ହେଲେ। ଏତେ ସୁନ୍ଦର ଭାବେ ଉଦ୍ଧାର ପାଇକିରି ବାହାରି ଆସିଲା ପରେ ମଧ୍ୟ ତାଙ୍କର ଜୀବନକୁ ଆମେ ଦେଖୁ, ଯାହାକି ଗୋଟେ ବହୁତ ବିଶେଷ ୱାର୍ଣ୍ଣିଂ, ଯୋଉଟା ନୂତନ ନିୟମରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମକୁ ମନେ ପକେଇବାକୁ କହିଛନ୍ତି।
ଏ ବିଷୟଟି ମନେ ରଖିକିରି ଆମେ କେମିତି ଜାଗ୍ରତ ହୋଇ ଖ୍ରୀଷ୍ଟିଆନ ଜୀବନ ଯାପନ କରିପାରିବା। ଆଉ ପରବର୍ତ୍ତୀ ସମୟରେ ଆମେ ଦେଖୁଛୁ ସଦମ ଆଉ ଗମରାର ପ୍ରାନ୍ତରର ସମସ୍ତ ଅଞ୍ଚଳ ପ୍ରତି ଅନାନ୍ତେ ସେ ଦେଶରୁ ଭାଟିର ଧୂମ ତୁଲ୍ୟ ଧୂମ ଉଠିବାର ଦେଖିଲେ। ସେ ସ୍ଥାନ ସମ୍ପୂର୍ଣ୍ଣ ଶେଷ ହେଇଗଲା। ଆଉ ପରବର୍ତ୍ତୀ ସମୟରେ ଲୋଟଙ୍କର ପରିବାର ମଧ୍ୟ କି ପ୍ରକାରେ ଈଶ୍ୱରଙ୍କର ଘୃଣାର ବିଷୟ, ଗୋଟେ ସମୟରେ ଯୋଉମାନଙ୍କ ଲାଗି ପ୍ରଭୁଙ୍କର ଅନୁଗ୍ରହ ଥିଲା, ଆଉ ପରବର୍ତ୍ତୀ ସମୟରେ ଆମେ ଦେଖୁ ସେମାନେ ଘୃଣାର ବିଷୟ ହେଇଛନ୍ତି। ଆଉ ସେଇପରି ଆମେ ଏଇ ଦୁଃଖ କାହାଣୀଟିରୁ ଶିକ୍ଷା ଗ୍ରହଣ କରିବା, ହତାଶ ନିରାଶ ହେବା ନାହିଁ। ଯେ ପରାମର୍ଶ ଦେଇଥିବା ବିଗତ ବର୍ଷଟି ଆମେ ଆମ ହାତରୁ ଚାଲି ଯାଇଛି ସତ କଥା, ମାତ୍ର ଏଇ ଯୋଉ ନୂତନ 2026ର ବାକି ସମୟ ଯୋଉ ଆମ ହାତରେ ଅଛି, ନୂତନ ସୁଯୋଗ ମିଳିଛି, ଆଉ ଆମ ପ୍ରତ୍ୟେକଙ୍କ ଜୀବନରେ ଯୋଉ ବିଷୟଟା ପ୍ରଭୁ ଚାହାନ୍ତି ନିଜର ପ୍ରାଣ ରକ୍ଷା କରିବା ନିମନ୍ତେ, ଆତ୍ମିକ ରୂପେ ଆମେ ଅନନ୍ତ କାଳ ନିମନ୍ତେ କିପରି ତାଙ୍କ ସହିତ ଲାଗି ରହିବା, ଆଉ ଜାଗତିକର ଯୋଉ ପ୍ରଲୋଭନର ଜାଲରେ ଆମେ ପଡି ଯାଇକି ପଛକୁ ବୁଲିକି ଅନଉନଥିବା ଯେ ଏଇଟା ମୋର ରହିଗଲା, ଏଇ ବିଷୟଟା ମୁଁ କରିପାରିଲିନି, ସେଇ ବିଷୟଟା ଜାଗତିକ ରୂପେ ଯୋଉ ବିଷୟ ଗୁଡିକରେ ଫନ୍ଦି ହେଇକି ସେ ଜାଲରେ ଫସି ଯିବାନି, ନହେଲେ ହୁଏତ ଆମ ଜୀବନରେ ମଧ୍ୟ ସେ ଲବଣ ସ୍ତମ୍ଭକୁ ମନେ ପକେଇବା ଲାଗି ସେଇଟା ଗୋଟେ ମୁହୂର୍ତ୍ତ। ଆଉ ତାପରେ ତୃତୀୟ ବିଷୟ, ସେ ସମସ୍ତ ପ୍ରାନ୍ତର ମଧ୍ୟରେ ରହିବାନି। ଜାଣିଛୁ ଯୋଉ ବିଷୟ ଗୁଡିକ ପ୍ରଲୋଭନ ଆମ ପ୍ରତି ଜାଗତିକ ପ୍ରଲୋଭନର କାରଣ ହଉଛି, ସେ ବିଷୟ ଗୁଡିକର ପାଖାପାଖି ମଧ୍ୟ ରହିବାନି। ପ୍ରଭୁଙ୍କ ଠାରୁ ସେ ସାହାଯ୍ୟ ସାମର୍ଥ୍ୟ ନେଇ ସେଠାରୁ ସମ୍ପୂର୍ଣ୍ଣ ଦୂରେଇ ଯିବାକୁ ଚେଷ୍ଟା କରିବା। ଆଉ ଶେଷ ବିଷୟ ଯୋଉଟା ଏଇ ସମସ୍ତ ବିଷୟ କରିପାରିବାକୁ ଆମକୁ ସାମର୍ଥ୍ୟ ଦବ, ଶକ୍ତି ଦବ, ତାହା ହଉଛି ପର୍ବତକୁ ପଳେଇ ଯାଅ, ପ୍ରଭୁଙ୍କର ଆହୁରି ନିକଟବର୍ତ୍ତୀ ଆମେ ହେଇଯିବା। କେବଳ ଖ୍ରୀଷ୍ଟିଆନ ନାମ ଧରି ବଞ୍ଚିବାନି, ମାତ୍ର ଖ୍ରୀଷ୍ଟଙ୍କୁ ନିଜ ଜୀବନରେ ଧାରଣ କରିବା, ତାଙ୍କୁ ପ୍ରତିଫଳିତ କରିବା, ତାଙ୍କ ସାହାଯ୍ୟରେ ଆମେ ଏ ସମୟ ଗୁଡିକ ନିଜର ନିମନ୍ତେ ଆଶୀର୍ବାଦର କାରଣ ହେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କ ମଧ୍ୟ ସେ ଆଶୀର୍ବାଦର କାରଣ ହେବା ଲାଗି ସାହାଯ୍ୟ କରିବା, ନହେଲେ ଆମେ ମଧ୍ୟ ବିନଷ୍ଟ ହେବାର ସମ୍ଭାବନା ରହିଛି ସେ ସଦମବାସୀଙ୍କ ପରି। ଆଉ ପ୍ରଭୁ ଆମକୁ ଏଇ ଯୋଉ ସୁନ୍ଦର ଚାନ୍ସ ଦେଇଛନ୍ତି ଆଉ ଗୋଟେ ନୂତନ ବର୍ଷରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, ଏ ନିର୍ଣ୍ଣୟ ନେଇ ସେଇ ଅନୁସାରେ କାର୍ଯ୍ୟ କରି ତାଙ୍କର ଉଦ୍ଦେଶ୍ୟରେ ଉଦ୍ଧାର ପାଇ ତାଙ୍କର ସହଭାଗିତାରେ ତାଙ୍କର ଗୌରବ ମହିମାର କାରଣ ହେବା ଲାଗି ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଏଇ ଛୋଟ ଚିନ୍ତାଧାରା ଉପରେ, ଆମେନ୍।